ଅଭିଜ୍ଞତା କହିବ କେତେବେଳେ ଯେତେବେଳେ ପର୍ଯ୍ୟନ୍ତ ଶାସ୍ତ୍ର ସହିତ ତାର କ'ଣ ହବ ନା ବ୍ୟକ୍ତିଗତ ଅଭିଜ୍ଞତା ଖାପ ଖାଉଥିବ ସେ କହିବା ଦରକାର। ଯଦି ଶାସ୍ତ୍ର ସହିତ ଖାପ ଖାଉନି ବା ମେଳଚୁଳ ନାହିଁ ତାର ଅଭିଜ୍ଞତା ଶୁଣିବା ଉଚିତ ନୁହେଁ, କାରଣ ସେଟା ହଉଛି ଅନର୍ଥ ଅବସ୍ଥା। ଅନର୍ଥ ଅବସ୍ଥାରେ କାହାର ଅଭିଜ୍ଞତା ଶୁଣିବନି, ଶୁଣିଲେ କ'ଣ ସେଟା ବାଚଳାମିର ପରିଚୟ, ପାଗଳାମି ସେଇଟା। ବାସ୍ତବିକ ଯେପର୍ଯ୍ୟନ୍ତ ଜଣେ ଯେପର୍ଯ୍ୟନ୍ତ ନିଷ୍ଠା ଷ୍ଟେଜରେ ପଦାର୍ପଣ କରିନି ସେ ପର୍ଯ୍ୟନ୍ତ ତାର ଅଭିଜ୍ଞତା ଶୁଣିବା ଅନୁଚିତ। ହରେ କୃଷ୍ଣ। ସୁପ୍ରଭା ମାତାଜୀ ଏଟା ମନେ ରଖିବ ସବୁବେଳେ। ଆଜ୍ଞା ମହାରାଜ। ହଁ, ଯେତେବେଳେ ସାଧକ ତାର ନିଷ୍ଠା ଷ୍ଟେଜ ନ ପହଞ୍ଚିଛି ସେତେବେଳେ ତାର ଅଭିଜ୍ଞତା ଶୁଣିବନି। ସାଧକ ମତେ ଜାଣିବା ଦରକାର ଯେପର୍ଯ୍ୟନ୍ତ ନିଷ୍ଠା ଷ୍ଟେଜରେ ନ ପହଞ୍ଚି ଯେତେବେଳେ ସେ ଅଭିଜ୍ଞତା ଗୁଡା କହୁଛି ତା ଶାସ୍ତ୍ରୀୟ ଅଭିଜ୍ଞତା ହବା ଦରକାର ଅଛି। ଶାସ୍ତ୍ର ମାଛ ଖେଲେ କହିବ ବା ନ ଖାଇଲେ ବା ଖାପ ଖାଇଲେ ଖାଇବ ନ କହିବ ନା ଶାସ୍ତ୍ର କଥା କହିବ। ତେଣୁ ବର୍ତ୍ତମାନ ଦେବର୍ଷି ନାରଦ ଜଣେ ଶୁଦ୍ଧ ଭକ୍ତ ହେଇଥିବାରୁ ସେ କହୁଛନ୍ତି କ'ଣ ଦିଦୃକ୍ଷୁ ସ୍ତୁତଂ ଭୂୟ ପ୍ରଣିଧାୟ ବିକ୍ଷମାଣ ଅପି ନାପଶ୍ୟମ୍ ଅଭିତୃପ୍ତ ଇବାତୁର। ମୁଁ କ'ଣ କଲି ଧ୍ୟାନ, ମୋର ବାଧା ଚାଲିଗଲା ପରେ ମୁଁ ଧ୍ୟାନ କଲି। ମୋର ବାପା ଯେତେବେଳେ ମୋର ମା ଯେତେବେଳେ ମରିଗଲେ ମୁଁ ଏଇଭଳି ଭାବରେ ଗୃହତ୍ୟାଗ କରି ବନ ମନ ବୁଲିଲି ଏବଂ ପ୍ରବଳ ଭାବରେ ଧ୍ୟାନ କଲି। ଧ୍ୟାନ କରିବା ପରେ ମୁଁ ଭଗବାନ ଦର୍ଶନ କଲି। ସେ କହୁଛନ୍ତି କାହାକୁ ବ୍ୟାସଦେବ କହୁଛନ୍ତି ନିଜର ଅଭିଜ୍ଞତା ଯେ ଦିଦୃକ୍ଷୁ ତଦହଂ ଭୂୟ ପ୍ରଣିଧାୟ ମନ ହୃଦୟ। ମୁଁ ତାଙ୍କୁ କ'ଣ କଲି ମନ ହୃଦୟରେ ଦେଖିବାକୁ ପାଇଲି। ବିକ୍ଷମାଣ ଦେଖି ସାରିଲା ପରେ ମଧ୍ୟ ନାପଶ୍ୟମ ଅଭିତୃପ୍ତ ବାତୁର, ତାପରେ ଆଉ ମୁଁ ଦେଖିପାରିଲି ଭଗବାନ ଅନ୍ତର ଧ୍ୟାନ ହେଇଗଲେ, ବ୍ୟାକୁଳ ହେଇ ପଡିଲି। ଏଇ କଥା ଆମେ ଆଲୋଚନା ହେଇଥିଲା 20। ଏବଂ ଯତନ୍ତଂ ବିଜାନେ କୁଆଡେ ଗଲେ ଦଳଟା ଆମର ସାଲେପୁର ବାଲା କୁଆଡେ ଗଲେ କେଜାଣି। ଏବଂ ଯତନ୍ତଂ ବିଜାନେ ମମାହା ଗୋଚର ଗିରାମ ଗମ୍ଭୀର ସୁକ୍ଷୟା ବାଚା ସୂଚ ପ୍ରସମୟନିବ। ସାଧାରଣତଃ ଭକ୍ତ ମାନଙ୍କର କଥା ଶୁଣିବା ପରେ ଏତେ ଆଗ୍ରହ ନାହିଁ ଜଣାପଡୁଛି। ଓ ସଞ୍ଜୟ ପ୍ରଭୁ ଛୁଆ କ'ଣ କରିବ, ଇଏ ଗୋଟେ ଯେ ସଞ୍ଜୟ ପ୍ରଭୁ ଘରେ କିଏ ସେ ଗୋଟେ ସେ କ'ଣ କରିବ କାହା। ଏବଂ ଯତନ୍ତଂ ବିଜାନେ ମମାହା ଗୋଚରଂ ଗିରାମ ଗମ୍ଭୀର ସୁକ୍ଷୟା ବାଚା ସୂଚଃ ପ୍ରସମୟନିବ। ଏବଂ ମୁଁ ଏଇଭଳି ଭାବରେ କ'ଣ କଲି ଖୋଜିବାକୁ ଆରମ୍ଭ କଲି। ଯତନ୍ତଂ ମାନେ ମୁଁ ପ୍ରଦର୍ଶନ ହେବା ଚେଷ୍ଟା କରିବାକୁ ଲାଗିଲି, ଆଉ ଥରେ କେମିତି ମୁଁ ଦେଖିବି। ମମାହ ବିଜନେ ମୁଁ କୋଉଠି ଖୋଜିଲି, ବିଜନ ମାନେ ଏକାନ୍ତ ସ୍ଥାନ ଯାଇ ପଶି ପୁଣି ଆଉ ଥରେ ଆରମ୍ଭ କଲି। ଯେମିତି ଦେଖିଥିଲି ପୂର୍ବବର୍ତ୍ତ ସେମିତି ଦେଖିବା ଚେଷ୍ଟା କରି ଆରମ୍ଭ କଲି। ତାପରେ କ'ଣ ହେଲା ମତେ ଅଗୋଚର ଇନ୍ଦ୍ରିୟା, ଯିଏ ଅଗୋଚର ଭଗବାନ ଇନ୍ଦ୍ରିୟ ଗୋଚର ନୁହେଁ ଅଗୋଚର, ସେ କହିବାକୁ ଆରମ୍ଭ କଲେ ମମାହ ମତେ କହିବାକୁ ଆରମ୍ଭ କଲେ। ବାଚା ସୂଚଃ, ତେଣୁ କ'ଣ କଲେ କଥା ଆରମ୍ଭ କଲେ କହିବା ପାଇଁ। ସୂଚଃ ମାନେ ଯେ ଶୋକ ସୂଚ ମାନେ ଶୋକ ପ୍ରଶୟମୟ ମୋର ଶୋକ ନିବାରଣ କରିବା ପାଇଁ ସେ ମତେ ଏଭଳି ଆରମ୍ଭ କଲେ। ମତେ ଏଇଭଳି କହିବା ଆରମ୍ଭ କଲେ। ଯେତେବେଳେ ମୁଁ ଆଉଥରେ ଖୋଜିବାକୁ ଚେଷ୍ଟା କଲି ଏକାନ୍ତ ସ୍ଥାନରେ ବସିକିରି ପୁଣି ପୂର୍ବବର୍ତ୍ତ, ସେତେବେଳେ କ'ଣ ନା ସେ ମତେ କ'ଣ କଲେ ଶ୍ରୁତି ମାନେ ଅତି ଗମ୍ଭୀର ସ୍ୱରରେ ସେ ମତେ ମୋର ଶୋକ ନିବାରଣ ପାଇଁ କହିଲେ। କ'ଣ କହିଲେ ପ୍ରଶ୍ନ କ'ଣ କହିଲେ ଯେ ହନ୍ତାସ୍ମିନ୍ ଜନ୍ମନି ଭବାନ୍ ମାଂ ମା ଦ୍ରଷ୍ଟୁମାହାର୍ତି ଅବିପକ୍ୱ କଷାୟାଣାଂ ଦୁର୍ଦଶ ଅୟଙ୍କୁ ଯୋଗିନାମ। କହୁଛନ୍ତି ଯେ ହନ୍ତା ହେ ନାରଦ, ହନ୍ତା ଅସ୍ମିନ୍ ଏହି ଜନ୍ମନି, ଏହି ଜନ୍ମରେ ତ ମତେ ଖୋଜିବାକୁ ପାଇବ ନାହିଁ ଦେଖିପାରିବନି ବା ତୁମ ଜୀବନ କାଳରେ ଦେଖିପାରିବ। ଭଗବାନ ମାଂ ଆପଣ ମତେ ମାଂ କେବେ ଦେଖିବା ପାଇବେନି। ମା ଶବ୍ଦ ଅର୍ଥ ହଉଛି ମୁହଁ, ମାଂ ମାନେ ମତେ ଦ୍ରଷ୍ଟୁମି ଯେପରି ଏଠାରେ ଯେପରି ପୂର୍ବେ ଯେମିତି ଦେଖିଥିଲେ ସେମିତି ଦେଖିବାକୁ ପାଇବେନି। କାହିଁକି ପାଇବେନି, କାରଣ କ'ଣ ପ୍ରଶ୍ନ ଉଠେ ମନରେ। କାରଣ କ'ଣ ନା ଅବିପକ୍ୱ କଷାୟାଣାଂ, ଆପଣ ଅବିପକ୍ୱ ମାନେ ପରିପକ୍ୱ ହେଇନାହାନ୍ତି, ଅପକ୍ୱ
परिपक्वता अवस्था ही भगवान देखा जाए अभिपक्व हो अपरिपक्व अवस्था अभिपक्व अभिपक्व अवस्था कषायण कहीं ना संपूर्ण रूप जो पर्यंत हृदय मैला दूर होनी से पर्यंत तुम केवल मत देख बुझिपार तो सुप्रा माताजी सुनंदा माताजी समस्त कह संपूर्ण रूपे जपरी हृदय मैला दूरीभूत हो बुझीगला समस्ते थिबा आसक्ति त्याग कर जहाँ जो टुकुटा अच्छी सब त्याग कर एवं निरपेक्ष हो कहते हाँ कौन पाई ना अभिपक्व कषायण अपरिपक्व अवस्था अपरिपक्व अवस्था माने कौन ना जो जहाँ पर भौतिक आसक्ति बिल्कुल नहीं एवं भगवान पर पूर्ण भरोसा से यही अवस्था हुए ना हबनी आगे अभिपक्व कषायण दुर्दोष हम मत देखा कष्ट देखा कठिन हो मो पक्षरे देखिए तुम पक्ष देखा कठिन हो जार संपूर्ण रूप भौतिक स्तुति नहीं केवे भाव शुद्ध भक्तटे खबरदार यही कथा भाविला माने तुम कौन निजे खाल पड़ भौतिक आसक्ति कौन कौन देह गेह घर द्वार प्रति आसक्ति प्रतिष्ठा आशा पूजा अहंकार इत्यादि जे बिल्कुल दूर बिल्कुल चाहे संपूर्ण हृदय दूरीभूत हो यहाँ कहुए है कौन कषायण शब्द पूरा संपूर्ण देह भितर भौतिक महिला प्रतिष्ठा गोटे भौतिक महिला ना नहीं पूजा प्रतिष्ठा दम्भ अहंकार काम से के भगवान भगवान कहते मु कामी की प्राप्त हो पारे किंतु कपटी की प्राप्त हो पारि प्रतिष्ठा से प्राप्त हो पारि कषायण दुर्दर्श हम देखा बहुत कष्ट हो कहीं कुयोगी ना क्या सी प्रकृति कुयोगी मैंने संपूर्ण युक्त हो संपूर्ण भाव मो पार युक्त होनी से निश्चित भाव में कौन मत पाई ना तेणु तुम हृदय नारद तुम हृदय संपूर्ण रूप मैला दूर होनी अतएव तुम्हें मत ए जन्म देखिपार ना क्लियर आगु चल तुम कौ जाए पढ़ी 28 तुम मत कहीं थे देखादेल यदि मोर हृदय मैला दूर होनी पुणी मत थे देखादेल प्रश्न पचरा जाए पूर्व पक्षी प्रश्न पचारे यशोदा पूर्व पक्षी प्रश्न पचारे ताल तो उत्तर कौन आसो उत्तर सकृद दर्शित रूपम एतत् कामयाते अनग मत काम सनक साधु सर्वान्मुचंती हृचयान तार उत्तर कहते प्रश्न पचारे तार मोर तो हृदय मैला दूर हो ना तमें कहीं मत देखादेल अरे पिकअप नहीं पार्छ मत पिकअप नहीं पार्छ तो कथाटा को शोक पिकअप नहीं पार्छ तो तार उत्तर कहते जो सकृद दर्शित रूप में तद काम याते अनघ हे अनघ हे निष्पाप सकृद मान थरे जद सकृद जहाँ देखा देखाली मोर रूपम कामया तमर कहीं देखली ना कामया तुम कहीं थर देखली ना तुम कामना देखली मान जो हाथ में गोटे जिन धरवा हाथ कौन अच्छी कहल इच्छा हो देखा इच्छा हम देखा हम कि इच्छा हम देखापी सोना माता जी पूरा खोलिक देखले खोली हाथ देखली इच्छा भी हम अधा लुचा अधा देखले अधा लुचा अधा देखले इच्छा देखिए कौन अच्छी अच्छा से भाव में भगवान से भाव में मन कर जाऊ आमर कथार अच्छी इंडियन मान फैशन लेडी मान फैशन एवं विदेश लेडी मान फैशन रूपसज्जा विदेशी मान कहते जे वास्तव इंडियन लेडी मान फैशन टा सांघातिक आम अपेक्षा भूल ना ठीक यहाँ कारण तांकर जो खुलमुखुला फैशन लगड़ा मुगला शरीर से देखा इच्छा प्रकाश करते कि इंडियन फैशन हूँ कहे जे माने अधा लुचा अधा देखा जोटा कि देखापी तो मन आहरी जागृत हम यथा गोटे पागलीटे ठिया जिते खराब लोक होना क्या काम होना लंगड़ा ठिया अनइब से के अनइबनी कि गोटे अधलग्न भाव में अधा लुचा अधा लगे देखा समझ कौन कर बेग्रता हम से भाव में कहते जे कहते महाप्रभु ये जो महाप्रभुकर जो अवतारटा कौन अधा लुचा अधा देखा ना रामानंद राय रामानंद कौन कहले
पहिले देखिलु तुम्हार सन्यासी स्वरूप एबे तुम्हा देखिलाऊ श्याम गोप रूप ताहाते देखिलु मुही कांचन पांचालिका पहिले देखिलु तुम्हार सन्यासी स्वरूप एबे तो श्याम गोप रूप तार पांच कांचन पांचालिका देखिली आ श्यामंग ढाका है देखिली सुंदर उपायटा तेणु कहतु ताले तुम किए महाप्रभु कहले ना 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 तुमर महाभागवत तो तुम जो महाभागवत तुमर ये सब रूप देखा कहीं ना जे महाभागवत कौन तार कौन हुए महाभारत स्वरूप कौन जहां जहां नेत्र पड़े है तार इष्टदेव स्मृति जेहेतु महाभागवत परम भागवत तुम्हें भगवान एकांत शरणागत तेणुक तुम जो तुम नेत्र पड़ तुम भगवान कौन टा स्थिति उपस्थित ही तुम अनुभव कर तुम से किए कहले रामानंद कहले से भोली बाली कथा छाड़ सत्य कह तुम किए महाप्रभु रूप देखले कौन देखले ना प्रथम देखले श्याम सुंदर रूप तापर देखले राधा कृष्ण स्वरूप देखले पुणी कौन मिलित दंड देखले कौन है ना कृष्ण स्वरूप कृष्ण रूप कौन है राधा भावटा कांतिटा कौन ढांकी हेले कौन ढाकिले सीना टिकी टिकी देखा कौन चंचल नयन देखा भितर आउ मुरली बदन देखा टिके टिके देखा कहले किए कह तुम्हें महाप्रभु देखला चैतन्य महाप्रभु देखला देख रामानंद कहले जमती कथार अच्छी कौन आम कहते आचार्य मैंने गोटे कथा कहते से सबटा उपायटा हूँ जदि पौर नाहत से सबटा उपायटा हूँ जदि गौर नाहत तबे कि हईत राधार महिमा गुण रूप सीमा जगत जानत के जदि गौर नाहत के मने हईत के मने धरे ताम दे राधार महिमा गुण रूप सीमा जगत जानत के जदि श्रीमन चैतन्य महाप्रभु जगत को आसी न था अवतार ग्रहण कर राधार महिमा किए जानी पारि था यदि महाप्रभु होचंदी कौन कृष्ण होचंदी कौन होचंदी ना राधार भाव को अंगीकार करछन हाँ केमिति एक ड्रामा एबे ड्रामा होची यात्रा होची यात्रा झिए पिला मन झिए पिला रोल करछन पुगला मन पुगला रोल करछन नै किंतु हमर पिला दिन कथा सेते बेले झिए पिला मन रात्र को आसमते पुगला माने कोन करथिले झिए पिला रोल करथिले लेडी रोल करथिले अच्छा जे ता भीतर से जेंट्स लेटा जे जो पुरुषटा स्त्री रूप धारण करिछि स्त्री रोल करिछि सेटा ता भीतर कोन अछि पुरुषटा तो कोन करिछि ना स्त्री रो स्वरूप धारण करिछि एवं भावटा भी ग्रहण करिछि सेबे भाव रे चैतन्य महाप्रभु होचंदी कोन कृष्ण कोन करछंती कृष्ण निजे स्वयं राधा भाव को अंगीकार करछन राधा भाव कांति को अंगीकार करछन काहेकि ना से जानिया पाए कोटा जानिया पाए राधांगर प्रणय महिमा की दृश्य मध्य जनाद्भुत माधुरीमा की दृश्य क्लियर तम अनुरोध क्लियर हेला तो बुझ पाला से बेले भाव रे कोन कहउचंदी जे कहउचंदी सकृद तद दर्शितम रूपम एतत कामयते अनघ अनघ तुमर तीव्र कामना जागृत करिया पाए माने कोन थरे देखा हला आउ तो दिखाई परिबो तीव्र रामानंद राय तीव्र कामना जातला केमिति कुआ म देखा से बेले भाव रे मु थरे देखै देली प्रश्न आसे जे मु तो कसिया थिला मोर हृदय रे महिला थिला मो हृदय अनर्थ थिला आपण काहे मते देखा दउथिले तार उत्तर दउछन प्रभु 22 रे सकृत तद दर्शितं रूपम एतदं कामयाते अनघ मत काम सनकै साधु श्रवण मुचंती हृच्छयान जे कहउचंदी जे कोन करी मु थाता दर्शन करि देले मु रूप मत काम मते प्राप्ति निमित्त सनै केही माने धीरे धीरे बुद्धि हो कोन साधु भक्तर श्रवण
कामना वृद्धि हे तार कौन कामना वृद्धि से कौन करिव मुंचन छुच्छयान श्रुतशयान मुंचन जो कामना बढ़ सियाड़े कहे भगवत प्राप्ति जाना इच्छा हम तार जानापी जो कौन भौतिक कामना कमियो ना कमियोनी जपरी भगवान चिंतन जिते कमुची भौतिक कामना से बढ़ ना बढ़ोनी बढ़ ना नहीं भक्ति कामना कहीं लोक मान अधिका तात्पर्य हूँ कौन ना भगवत कामना कम सेमती भौतिक भगवान जानापी जो कामना अधिक बढ़ धीरे धीरे भौतिक कामना कमी कमी आस यथा जीवन दीटा अधिकार अच्छी गोटे अधिकार कौन गोटे मात्रा प्रसिद्ध है अधिकार गोटे मात्रा शब्द अर्थ कौन इंद्रिय समूह जीवन निश्चय इंद्रिय प्रति कौन इंद्रिय अनुसार काम कर नहीं भल देख भल शुण सब बढ़िया मजा कर गोटे हूँ आत्म प्रसिद्ध है मात्रा प्रसिद्ध है आत्म प्रसिद्ध है आत्म प्रसिद्ध भगवान चिंतन माने जीव स्थिति हूँ सी तटस्थ शक्ति से मायार सेवा कर भगवान सेवा कर तेणु जिते बड़े कहते मत काम शनै कहीं साधु से मो हृदय कामना मो प्रति मत जानापी व्याकुल हो पड़ो क्या थोड़ा चखी देसी ना नहीं साधु सर्वान मुंचंती हृच्छयान हृदय सब से प्रकाश पाए कौन देखी जहाँफल कौन हम ना सर्वान सब प्रकार कौन कर भौतिक काम से त्याग कर यही मुझे कामटा करे जदि कहार जदि भाया सुजोग होते कौन हम सी ना बहुत भाग्यवान एपरी स्वप्न कहार जदि कहार स्वप्न नहीं जाइए सी भी भूली पारे आप जानते मेसेज कर जो कौन कहते मोड़ा घसा है कराए लोक अच्छा बेसी परिश्रम करेंगे मात्र 5-7 मिनट मुड़ी तुमको से पॉइंट शिखी मारिदे हाथ भूल कौन कर झुरु थो सब मोर एक अनुभूति अच्छी व्यक्तिगत अनुभूति जड़े व्यक्ति आसूले डिसेबल कोर्स पढ़ाऊली गोड़ हाथ बिंदुला से कौन कले से व्यक्ति जनक से किसी ना मतलब 7-8 मिनट मरीज 8-10टा जगह मतलब मारिदेगले टीप मुझे पूरा मानते एपर्यंत मन रखी से भाया मजा मत लगे माने पूरा बॉडीटा हल्का 15 दिन पर्यटन मोर बॉडी हल्का से जिन से भगवान को पचरा कहीं आप दर्शन करेले दर्शन करें तात्पर्य देखिए चलीगली कहीं चली जाए कहीं तात्पर्य हूँ से झुरी बुल नारद देव से नारद कहते मुझे झुरी बुलिली कौटला झुरी झुरी चली कहते यही कथा भगवान भी कहुए भगवान उत्तर दौरान निजे गोपी मान को दशम स्कंद भागवत कहते जे गोपी माने तो डाकिले मुरली शुणी डाकिले गोपी मैंने आसिले शरत पूर्णिमा राति डाकिले आसिले मिसिले सब है भगवान गायब हो गले चलीगले पुणी भगवान प्रार्थना कले पुणी आसिले समय नहीं हाथ में तेणु आसिले पुणी आसिक कहते कौन गोपी मान बस गोपी मान पाद सेवा कले गोपी मान प्रश्न पचारती जे आम तुम कौन भूल करूँ तमें आम पलि गल ये श्लोक शेष आड़े दौर 32 अध्याय दशम स्कंद 32 शेष आड़े कहते ना सख्यो भजते अपि जंतुन भजाम्यहमीशानुमति वृत्ते यथा धनो लब्ध धने विनष्टे अचिंतयान्यन्ये भृतो न वेदः ना अहं तु सख्ये हे सखी माने वास्तव में तुम मत भल पाओ मुझे तुम भल पाए भज तो अपि कंतु मत तुम्हें भल पाओ मुझे तुम भल पाए बा मत पूजा कर मुझे भल पाए किंतु बेले बेले मुझे कौन करे से मत भल पाइले नीरव रुही रहे कहीं नीरव रहे टे देखा दे नीरव कहीं रुहे तार कथा जो जे मु तार कहीं रही जाए ना तार शुद्ध प्रेम पे मु रही जाए है ताकू आहरी किपरि तीव्र कौन करी तीव्र विरह पकईकि भी तार शुद्ध को मुझे कौन करी शुद्ध करी से कौन करना बेले बेले अपसरी जाए तार मानस पट अपसरी जाए यथा जपरी लुहाटा जिते ततेब से शुद्ध हम ना नहीं धातु बांग जिते तता जाए से शुद्ध हम यथा अनुभूति वृत्त ए कहते तथा जपरी यथा अधन लब्ध यथा धन लब्ध ए धन भी नष्टे गोटे गरीब लोकटे यथा जपरी अधन दरिद्र लब्ध धने भी नष्टे
ବହୁତ କଷ୍ଟରେ ପରିଶ୍ରମ କରିକିରି କ'ଣ କରିଛି ସମ୍ପତ୍ତି ବାଡ଼ି ରୋଜଗାର କରିଛି, କିଛି ପଇସା ରଖିଛି, ବେଶୀ ନାହିଁ ପଇସା କି ରଖିଛି ସଞ୍ଚୟ କରିକି, ଯିଏ ବାହାର କରିବ କ'ଣ କରିବ, ତା ଯଦି କୌଣସି କାରଣରୁ କ'ଣ ହେଲା ନଷ୍ଟ ହେଇଗଲା ସେ ଧନ, ସେ କ'ଣ କରିବ ଅଚିନ୍ତୟାନା ଅଚିନ୍ତୟାନି, ଅଚିନ୍ତୟାନି ମାନେ ତତ୍ ସତ୍, ହଁ ଅଚିନ୍ତ ମାନେ ତତ୍, ଅଚିନ୍ତୟାନି ମାନେ ତାହାକୁ ସେ ଚିନ୍ତା କରୁଥିବ, ଉଦ୍ବିଗ୍ନ କେମିତି ଚିନ୍ତା କରୁଥିବ, ଉଦ୍ବିଗ୍ନ ଚିତ୍ତରେ ଚିନ୍ତା କରୁଥିବ, ଅଚିନ୍ତ କିପରି କିପରି ଚିନ୍ତା କରୁଥିବ, ଅନ୍ୟ କଥା ଭାବୁନଥିବ କିଛି, କେବଳ ସେ ଧନ କଥା ସେ ଭାବୁଥିବ। ତ ନ ବେଦ ହେଲା ଆଉ କିଛି ଜାଣେ ନା, ଠିକ ନା? ସେଭଳି ଭାବରେ ମୁଁ କ'ଣ କଲି ସାଧକ ପାଖରେ ଟିକେ ମଜା ଦେଖେଇ ଲୁଚିଯାଏ, ଲୁଚିଗଲେ କ'ଣ ହବ ନା ସାଧକ ମତେ ଖୋଜି ବୁଲିବ, ମୋର ଏଇଟା କାମ, ଖୋଜି ବୁଲିଲେ କ'ଣ ହବ ସାଧକ, କ'ଣ ହବ ଆଉ ସିଏ ଭୌତିକ କଥା ଚିନ୍ତା କରିବ ନାହିଁ, ଯେତେ ମତେ ଚିନ୍ତା କରିବ ସେତେ ହୃଦୟ ନିର୍ମଳ ହେବ। ଯଥା ଆଉ ଗୋଟେ କଥା କୁହାଯାଇପାରେ କୋଉଠି କୁନ୍ତୀଦେବର ସ୍ତୁତିରେ ବିପଦଂ ସନ୍ତୁ, ମନେ ପଡୁଛି ଶୋକ, ହେ ପ୍ରଭୁ ଆମକୁ ବିପଦ ଦିଅନ୍ତୁ, ଗୋଟିଏ ନାରୀ ଯିଏ ବିପଦ ମାଗି ସବୁବେଳେ, କାହିଁକି ନା ବିପଦ ପଡିଲେ ମୁଁ କ'ଣ କରି ହରିଭଜନ କରିବି, ଆପଣ ଚିନ୍ତା କରୁଛୁ ଆମେ, ଆଉ ସମ୍ପଦରେ ଆମେ ଆପଣ ଚିନ୍ତା କରିପାରିବିନି, ତେଣୁ ମତେ ବିପଦ ଦିଅନ୍ତୁ, ମୁଁ ଚିନ୍ତା କରୁଥାଏ ସବୁବେଳେ ଆପଣ, ଆଉ କିଏ ମାଗି ନାହାନ୍ତି। ତେଣୁ ପାଣ୍ଡବ ମାନଙ୍କୁ ଭଗବାନ ଏଇଭଳି ଯୋଉ କଷ୍ଟ ଦେଇଛନ୍ତି ତାର କାରଣ ହଉଛି ପାଣ୍ଡବ ମାନଙ୍କର କଷ୍ଟ ସେଟା ନୁହେଁ ଭୋଗିବା, କାହିଁକି ନା ସେମାନେ ତାଙ୍କ ପ୍ରାରବ୍ଧ ନାହିଁ, ଭଗବାନ ଜାଣି ଶୁଣି କଷ୍ଟ ଦେଇଛନ୍ତି, କାହିଁକି ନା ଭକ୍ତି କି କ'ଣ କରିବେ ଗାଢରୁ ଗାଢତର କରିବେ, to condense their devotion, ତାଙ୍କର ଭକ୍ତି ସେ ଗାଢରୁ ଗାଢ କରିବେ, ଯେତେ ଗାଢ ଭକ୍ତି ହବ ସେତେ ଭକ୍ତି କ'ଣ ମତି ଲାଗିବ କୋଉଠି ଭଗବାନ ପାଦ ପଦ୍ମରେ, ଯେତେ ମତି ଲାଗେ ପାଦ ପଦ୍ମରେ ଯେତେ ପରିମାଣରେ ସେତେ ପରିମାଣରେ ଭକ୍ତି ଗାଢ ହବ, କ୍ଲିୟର? ତେଣୁ ସେ ସେଟା କରିଛନ୍ତି, ଆଉ ତା ପରିବର୍ତ୍ତେ କ'ଣ ଦେଖେଇବେ, ଭକ୍ତ ବାତ୍ସଲ୍ୟ ଗୁଣ, ମୁଁ କେମିତି ଭକ୍ତକୁ ପାଳନ କରେ ସେଇଟା ଦେଖେଇବେ, ଭକ୍ତ ବାତ୍ସଲ୍ୟ ଗୁଣ ନ ଦେଖେଇଲେ କେବେ ହେଲେ କ'ଣ ହବନି, ଭଗବାନ ଭକ୍ତ ପ୍ରତି ଭଗବାନଙ୍କର ଭକ୍ତ ଭଗବାନ ପ୍ରତି ଆସକ୍ତି ହବନି। ଯଥା ରଘୁବର ଗୀତ ତମ ଥରେ କୁହେ ବାରମ୍ବାର ଆପଣଙ୍କୁ, ରଘୁବର ଗୀତ ଭଗବାନଙ୍କର ବହୁତ ସମ୍ବନ୍ଧ, ରାତି ଆସିଲେ ପ୍ରଭୁ ଡାକେ, ହେଇ ରଘୁ ଉଠରେ ବାବା, ରଘୁ ଉଠ, କ'ଣ ଆଜି କୁଆଡେ ପୁଣି, ନା ଚାଲୁଛି ଆମ୍ବ ଖାଇବା, ରାଜାଙ୍କ ବାଡିରେ ବଢିଆ ଆମ୍ବ ହେଇଛି, ଆଉ କୋଉଠି ଚୋରି କରିବାନି, ରାଜାଙ୍କ ବାଡିରେ ଚୋରି କରିବା, ରାଜା ଧରିବ, ନାଇଁ କିଛି ହବନି, ଶବ୍ଦ ଶୁଣିବନି, ମୁଁ ଚଢିବି ତମେ ଆସ, ପାଖକୁ ଗଲା ମିଛରେ ନାଟକ କରିବେ, ମୁଁ ଚଢିଆ ନାଟକ, ନାଇଁ ରଘୁ ନାୟ ତମେ କ'ଣ ଚଢିବ, ମୁଁ ଚଢୁଛି, ଆମ୍ବ ଖାଇବେ, ପଣସ ଖାଇବେ, କେତେ ଥର ଧରା ପଡିଛନ୍ତି, ନାଇଁ ସେଥିପାଇଁ ବନ୍ଧା ହେଇକି ଯିବେ, ରଘୁ ବନ୍ଧା ହେଇକି ଯିବେ, ଜାଣି ପ୍ରଭୁ ଜାଣିଛନ୍ତି, ରଘୁ ଜାଣିଛନ୍ତି ନାଟକ ଠାକୁର, ହଉ ତମ ଇଚ୍ଛା, ଡାକିକି ଆଣିଛ ଯେତେବେଳେ ମୁକ୍ତି କରିବନି ତମେ, ରାତିରେ ଶୋଇଥିବେ ରାଜାଙ୍କ ସ୍ୱପ୍ନ ହବ, ରାଜନ ମୋ ରଘୁକୁ ଛାଡିଦବ, ଆମେ କାଲି ଆମ୍ବ ଖାଇବାକୁ ଯାଇଥିଲୁ, ମୁଁ ରଘୁ ସହିତ ଏତେ ମଜା କରୁଥିଲି, ହେଲା, ରାଜା ରାତିରେ ଉଠି ଖୋଲିବେ ଗେଟ୍, ରାଜା ଉଠି ଫିଜିକାଲ ଗେଟ୍ ଖୋଲେ, ଖୋଲ ରଘୁ ଛାଡ, କ'ଣ କରିବେ ପଗଡି ମାନେ ଛାଡିବେ, କେତେଥର ଏମିତି ହେଇଛି, କ'ଣ ଚୋରି ରଘୁ କେତେଥର ଧନ୍ଦା ଧରା ପଡିছে, ତତେ ମଜା ହେଇଛି, କାହିଁକି ନା ଭକ୍ତକୁ ଭଗବାନ କ'ଣ କରିବେ ସର୍ବବିଦିତ କରେଇବେ, ହେଲା, ଦେଖ ତାଙ୍କ ଲୀଳା କେତେ ବିଚିତ୍ର, ତାଙ୍କ ଲୀଳାର କୃପାର କୋଉଠି ପଟାନ୍ତର ନାହିଁ, ପାଣ୍ଡବ ମାନଙ୍କୁ ଜୟଯୁକ୍ତ କରେଇକିରି ତାଙ୍କର ବିଜୟ ବୟନ୍ତ ଉଡେଇଲେ, ଭୀଷ୍ମ ଦେବ ଶୁଦ୍ଧ ଭକ୍ତ ନା ଶୁଦ୍ଧ ଭକ୍ତ ନୁହନ୍ତି, ତାଙ୍କୁ ପରାଜୟ କରି ତାର ପରାଜୟର ବୈଜୟନ୍ତୀ ଉଡେଇଲେ, କି ଲୀଳା, ଜଣେ ପରାଜୟର ବୈଜୟନ୍ତୀ ତାଙ୍କର ଉଡିଲା, ଭୀଷ୍ମଙ୍କ ଚରିତ୍ର ଶୁଣିଲେ ସମସ୍ତେ କ'ଣ ବିସ୍ମିତ ହେଇଯିବେ, ମାନେ ମୃତ୍ୟୁ ସମୟରେ ଆସି ଦେଖା ଦଉଛନ୍ତି, ବାହାନା ଗୋଟେ କ'ଣ ନା ରାଜ ଧର୍ମ ପ୍ରଶମିତ କରିବା ପାଇଁ ଶୋକାତୁର ଚିନ୍ତାରେ, ଶୋକାତୁର ଚିନ୍ତା କାହାର, ଯୁଧିଷ୍ଠିର, ଏଟା ବାହାନା, କିନ୍ତୁ ପ୍ରତୀକ୍ଷା କରିଛନ୍ତି ଭକ୍ତ ଭଗବାନଙ୍କୁ ପାଇବା ପାଇଁ, ମୃତ୍ୟୁ ସମୟରେ 54 ଦିନ ହେଇଗଲାଣି, ଲୋକେ କୁହନ୍ତି ଉତ୍ତରାୟଣକୁ ଭୀଷ୍ମ ପ୍ରତୀକ୍ଷା କରିଥିଲେ, ନାହିଁ ତାହା ଭିତରେ ଉତ୍ତରାୟଣ ଆସି ପହଞ୍ଚିଯାଇଛି, ଭୀଷ୍ମଙ୍କୁ ଦରକାର ନାହିଁ ଉତ୍ତରାୟଣ। ଏଇଭଳି ଭାବରେ ମୁଁ କ'ଣ କରେ, ଯଥା ଅଧୁନ ଲବ୍ଧ ଧନ ବିନଷ୍ଟେ ଅଚିନ୍ତେ ଧନେନ ବୃତ୍ତେ ନ, ତେଣୁ ମୁଁ କ'ଣ କରେ ଏଇଭଳିଆ ଧନ୍ଦା କରେ, ହରିବ ଗୋପୀମାନେ ସେଠୁ ଚୁପ୍ ହେଲା, କିଛି କହିଲେନି, ଚୁପ୍ ରହିଲେ, ଭଗବାନଙ୍କ ଲୀଳା ଆହୁରି ଅନେକ ଜାଗାରେ ବହୁତ କଥା ଅଛି, ଏଭଳି ଭାବରେ ଭଗବାନ କ'ଣ କରୁଛନ୍ତି ନା ସକୃତ ମୁଁ ତେଣୁ କହିଲେ ଏଇଭଳି ଭାବରେ ମୁଁ କ'ଣ କଲି ନା ଦେଇଯାଏ, କାହିଁକି ନେଇଯାଆନ୍ତି, କାହିଁକି ମୁଁ ଆମର ପାଇବାର ଇଚ୍ଛା ବଢେ, ଯଦି ଯାହା ଭାଗ୍ୟରେ ହେଇଛି, ସ୍ୱପ୍ନରେ ହେଇଛି ମଧ୍ୟ ଯଦି, ତାହେଲେ ସିଏ ହଉଛି ପ୍ରକୃତ ଭାଗ୍ୟବାନ, ପ୍ରକୃତ ସେ ଭାଗ୍ୟବାନ। ତାପରେ କ'ଣ ହେଲା, ଆଚ୍ଛା
এইଭଳି ଭାବରେ ମୁଁ ତ କେତେ ବୁଲାଏ। କେତେ ଦିନ ବୁଲେଇବ? ପଚରା ଯେ ଏଇଭଳି ଭାବରେ କେତେ ଦିନ ବୁଲେଇବେ? ତାର ଉତ୍ତର କହୁଛନ୍ତି ସତ୍ ସେବୟା ଦୀର୍ଘାୟାମପି ଜାତା ମୟି ଦୃଢମତିଃ ହିତ୍ୱା ହିତା ସରି ହିତ୍ୱା ଅବଦ୍ୟಂ ଲୋକಂ ଗନ୍ତାମଜନତାମସି। ସତ୍ ସେବୟା ମାନେ ମୋ ସେବା ଦ୍ୱାରା କଣ ହୁଏ? ଅଦୃଘୟା କିଛି ଦିନ ପାଇଁ, କେତେ ଦିନ ପାଇଁ, ଅସି ଅପି ଏପରିକି ଯାତା ପ୍ରାପ୍ତ ହେଲେ ମଇ ମୋତେ ଦୃଢାବତୀ ହେଇଯାଏ। ଏଇଭଳି ଭାବରେ ସେ ବୁଲିବ, ଧୀରେ ଧୀରେ ତାର ମତି ତା ଦୃଢ ହେଇଯିବ। କୋ ପାଖରେ? ମୋ ପାଖରେ। ଆଉ ସେ କୋଉଠିକି ଯିବନି, ଆଉ କୋଉଠି ସେ ଯିବନି, ଆଉ କୋଉଠି ସେ ଯିବନି। ଆଉ ଗୋଟେ ଆହୁରି ସୁନ୍ଦର ଉଦାହରଣ ଅଛି। ନୂତନ ଭାବରେ ଶୁଣନ୍ତୁ, ନୂତନ ଭାବରେ ବା ପଦାର୍ପଣ କରୁଥିବା ଜଣେ ନବଯୁବତୀ ଯୌବନର ପ୍ରଥମ ପାହାଚରେ ଯାହା ସଂସ୍ପର୍ଶରେ ଆସେ, ଦୈହିକ ସଂସ୍ପର୍ଶରେ ଆସେ, ସେ ତ କେବେ ଭୁଲେ ନା, କେବେ ବି ସେ ତାକୁ ଭୁଲେ ନା। ଏଇଟା ହଉଛି ଗୋଟେ ମାନେ ଯୋଉ ଯୁବତୀ ମାନଙ୍କର ଗୋଟେ ଲକ୍ଷଣ। ଯଦି କୌଣସି ପୁରୁଷ ସଂସ୍ପର୍ଶ ପ୍ରାଥମିକ ପଦାର୍ପଣ ଯୌବନ ପ୍ରଥମ ପାହାଚରେ ପଦାର୍ପଣ କରୁ କରୁ ସଂସ୍ପର୍ଶ ଫିଜିକାଲି ଦୈହିକ ସଂସ୍ପର୍ଶ ଆସିଗଲା, ସେ କେବେ ନା ଆଉ କାହାକୁ ଭୁଲେ ନା, ତାକୁ ସବୁବେଳେ ହିଁ ମନେ ପକଉଥାଏ। ସେଭଳି ଭକ୍ତ ହୃଦୟ କନ୍ଦରରେ ଥରେ ଦେଖା ଦେଇ ପଳେଇ ଯାଇଛନ୍ତି, ଏପରି ସ୍ୱପ୍ନରେ ମଧ୍ୟ ସେ ତାକୁ ଝୁରୁଥିବ। ସେଣୁ କଣ ହବ? ଜାତୟା ମୟି ଦୃଢମତି। ତାପରେ କଣ ହବ? ମତି ଦୃଢ ହେଲେ କଣ ହବ? ହିତ୍ୱା ଅବଦ୍ୟମିମଂ ଲୋକମ୍। ସେଠୁ କଣ କରିବ? ଏଇ ଶୋଚନୀୟ ଦୁଃଖକୁ ସେ କଣ କରିବ? ଦୁଃଖପୂର୍ଣ୍ଣ ସଂସାରକୁ ସେ କଣ କରିବ? ତ୍ୟାଗ କରିବ। ଲୋକ ଗନ୍ତା ଯିବାକୁ ମଜ୍ଜନାସ୍ତାମସୀ ମୋର ଭକ୍ତମାନ ପାର୍ଶ୍ୱଦ ମାନଙ୍କ ପାଖକୁ ସେ ଯିବାକୁ ଚେଷ୍ଟା କରିବ। ଏପରିକି ଅଳ୍ପ ଦିନ ପାଇଁ ଅଧିକ ସତ୍ୟ ଭଗବାନଙ୍କର ସେବା ନିଯୁକ୍ତ ହେଲେ ଭକ୍ତ ମୋ ଠାରୁ ଅତ୍ୟନ୍ତ ଦୃଢ ଓ ସ୍ଥିରମତି ପ୍ରାପ୍ତ ହୁଏ। ଯଦି ବା ସେ ଏଭଳି ତାର ଘଟଣା ଘଟିଛି ଅଳ୍ପ ଦିନ ପାଇଁ, ତଥାପି ସେ ଦୃଢମତି ପ୍ରାପ୍ତ ହୁଏ ଧୀରେ ଧୀରେ। ପରିଣାମ ତ ସେ ଦୁଃଖପୂର୍ଣ୍ଣ ଭୌତିକ ଜଗତରେ ତ୍ୟାଗ କରି ଦିବ୍ୟ ଧାମକୁ ଯିବା ପାଇଁ କଣ ହୁଏ? ଯିବା ପ୍ରଚେଷ୍ଟା କର, ପାର୍ଶ୍ୱଦ ହୋଇଯାଏ ମୋର। ଏଇଥିପାଇଁ ମତେ ଭଗବାନ କଣ କଲେ? ଆଉ କହିଲେ ତମେ ଏ ଜନ୍ମରେ ମତେ ଦେଖିପାରିବ, ଆର ଜନ୍ମ ଦେଖିବ। ତ ଦେଖନ୍ତୁ, ମୁଁ ଏ ଜନ୍ମରେ ତାଙ୍କର ପାର୍ଶ୍ୱଦ ହେଇକି ଆସିଛି। ତାପରେ କଣ ହେଲା ନା, ଯେ ଯେତେବେଳେ ଆପଣ ଦେଖାଦେଲେ, ପ୍ରଶ୍ନ ପଚରା ଯେ ପୂର୍ବ ପକ୍ଷୀ କହିପାରିବ। ପୂର୍ବ ପକ୍ଷୀ ଜାଣିଛ ତ? ପୂର୍ବ ପକ୍ଷୀ ପ୍ରଶ୍ନ ଉଠାଏ, ପ୍ରଶ୍ନ ଯଥାର୍ଥ ପ୍ରଶ୍ନ, ଷଣ୍ଢ ଜନ୍ମ କଲା ପ୍ରଶ୍ନ କରିପାରିବନି ସେ ପୂର୍ବ ପକ୍ଷୀ। ତେଣୁ ସେ କହୁଛନ୍ତି, ଆଚ୍ଛା ଏ ଯୋଉ ଆପଣଙ୍କ ପାଖରେ ମତି ଲାଗିଲା, ଆପଣ ଛାଡି ପଳେଇଲେ, ସେ ନଷ୍ଟ ହେଇଯିବନି? ନା, ମତିରେ ମୟି ନିବେଦୟଂ ନ ବିପଦ୍ୟତେ କହିର୍ଚିତି। କେବେ ବି ମଧ୍ୟ ଥରେ ମତି ଲାଗିଛି ମାନେ ମୋ ପାଦ ପଦ୍ମରେ, କେବେ ବିଚ୍ୟୁତ ହୁଏ ନା। ତାହେଲେ ବେଳେ ବେଳେ ସାଧକ ମାନଙ୍କର ଯୋଉ ପତନ ହୁଏ କେମିତି ହେଲା? ମତି ଲାଗିନି, ସ୍ୱାଭାବିକ ମତି ଲାଗିନି, ସେଇଟା ଅସ୍ୱାଭାବିକ ଭାବରେ ମତି ଲାଗିଛି, ତାହେଲେ ପତନ ହବନି କେବେ। ଭକ୍ତ ମାନଙ୍କର ସାଧକ ମାନଙ୍କର କଣ ହୁଏ? ବେଳେ ବେଳେ ପତନ ହୁଏ, ବ୍ରହ୍ମଚାରୀ ବାହା ହେଇ ପଳାନ୍ତି, ଇତ୍ୟାଦି ସବୁ ହୁଏ। ନାଇଁ, ମତି ଲାଗିନି। ମତି ଲାଗିଲେ ସେ କେବେ ଆଉ କରେଇଦେବନି। ଥରେ ଲାଗିଯିବ, ଭଗବାନ ପଦ ମତି ଲାଗିଛି, ବାହାରକୁ ଯାଉଥିବ ବରଂ ଉଠିକି ଆସିବ, ବେଦିରୁ ଉଠିକି ଆସିବ। ବାମନଦେବ ମହାରାଜ ଆଉ ଭକ୍ତି ଦୈତ ମାଧବ ମହାରାଜ, ଦି ସାଙ୍ଗ। ଭକ୍ତିଦେବ ଇଂଲିଶ କହିଲା ବାଲା, ଇଂଲିଶ ଏମଏ, ସିଏ ଯାଆନ୍ତି ବାହାରୁ ପ୍ରଚାର କରିବାକୁ। ବାମନଦେବ ବେଶୀ ପାଠ ପଢିନାହାନ୍ତି, ରହନ୍ତି ଆଶ୍ରମରେ। ଯେତେବେଳେ କଣ ହେଇଛି ନା, ଗୌଡୀୟ ବିଭାଜନ ହେଇଗଲା। ଯେତେବେଳେ ଗୌଡୀୟ ବିଭାଜନ ଜାଣିଛ ତ? ଭକ୍ତିସାର ଠାକୁର ମହାରାଜ ପରେ ଗୌଡୀୟ ବିଭାଜନ ହେଲା। ମୁଖ୍ୟ ଅଂଶ ଗୋଟେ ହେଲା ଗୌଡୀୟ ମିଶନ, ତାପରେ ଗୌଡୀୟ ମଠ, ଯୋଉ ରହିଲେ ମୁଖ୍ୟ ବିଭାଜନ ହେଲା ଗୌଡୀୟ ମିଶନ, ତାପରେ ଗୌଡୀୟ ମଠ, ମୂଳ ମଠ ରହିଲା, ତାପରେ ଗୌଡୀୟ ସେବା ସମିତି, ବିଭିନ୍ନ ପ୍ରକାର ବିଭାଜନ ହେଇଗଲା। ସେଥିରେ ମାଧବ ମହାରାଜ ହଉଛନ୍ତି କଣ? ଶ୍ରୀକୃଷ୍ଣ ଚୈତନ୍ୟ ମିଶନର, ତମ ଗୁରୁଦେବଙ୍କର କୋଉ ମିଶନ ସେଟା? କୃଷ୍ଣ ଚୈତନ୍ୟ ମିଶନ। ତାଙ୍କର ଚୈତନ୍ୟ ମିଶନ ଖୋର୍ଦ୍ଧା ହେଲା, ମାଧବ ସ୍ୱାଇଁ ମହାରାଜ। ତେଣୁ ଫରେନ୍ ଯାଆନ୍ତି ପ୍ରଚାର କରିବା ପାଇଁ। ଆ ଭିତରେ ବାମନ ମହାରାଜ ଥାଆନ୍ତି। ଆଇଲା ବେଳକୁ ପହଞ୍ଚିଲା ବେଳକୁ ବାମନ ଦେବ ନାହାନ୍ତି। ଆଉ ବ୍ରହ୍ମଚାରୀ ସମୟ, ବାମନ ଦେବ ନାହାନ୍ତି। ଯାଇ ଘରେ ପଚାରିଲେ, ଆରେ ବାମନ କୁଥେଇ ଗেল? বামন ঘরে চলে গেছে। বামন ঘরକୁ চালিগଲେ বিয়ে করার জন্য, বাহে বাହା ହେବାକୁ ଚାଲିଗଲେ। ଆଚ୍ଛା, ଆରେ ବାମନ ଦେବ ଯୋଉ କଣ ଆମର ଭକ୍ତି ଦୈତ ମାଧବ ମହାରାଜ କଣ କଲେ?
ଟର୍ଚ୍ଚ ଲାଇଟ୍ ନଥିଲା, ଲଣ୍ଠନ ଦେଲେ ଠେଙ୍ଗା ଦେଲେ ଚାଲିଲେ ଆଉ। ଗଲା ବେଳକୁ ଘରେ ପହଞ୍ଚି ତାଙ୍କର ଘର ଜାଣିଥିଲେ ସେ ପହଞ୍ଚିଲେ, ଗଲା ବେଳକୁ ତାଙ୍କର ହଳଦୀ ଲଗିଆ ସରିଲାଣି। ହଳଦୀ ଲଗା ଜାଣିଥିବ, ବାହା ହଳଦୀ ଲଗାନ୍ତି ମୁଁ ଜାଣିନି ମ, हली लगा सैलाणी से बापा कहले कौन अरे आप ऐसे ऐसे गल आप पलि आसिले बाध महाराज कहले हाँ आसुन आसुन बसईदे कि बाध कड़े बामन सहित साक्षात अच्छे बामन तो बे करब ना किसी कथबार्ता अच्छे आम एक बामन पचारे बामन एकांत कथबार्ता है बामन कहले बाबा आमी शादी करब ना आमी शादी करब ना से देख जान तो शादी करब ना आमी अरे विवाह सब सैला तू पागल ना ना आम शादी करब ना भागिछु से सब सत्संग बसब सत्संग मान भक्त संग कर आम लोकनाथ स्वामी महाराज जानते आम इस्कन लोकनाथ स्वामी महाराज जानते विषय में लोकनाथ स्वामी महाराज को पल्ले खंडे भौणी अच्छा लोकनाथ स्वामी महाराज जड़े पल्ले खंडे भौणी से बुढ़ी गुड़ा देखी जाते पुंड पुंड कौन विठल विठल कौन है ना इस्कन जाइए मोर डेपुटेशन पड़ता से जाइली से बुढ़ी नई पेले सब आउंट हाँ तूता करती से डाकती से भी भक्त हो तूता करेंगे कौन कहती तूता कर ना डाक महाराज किसी कहते से महाराज बापा कौन कले बहुत हैरान कर प्रभात कह जा लोकनाथ जा कौन कर लंडा है कि लंडा है से लंडा है घोड़ा क्षेत्र लोग गंडा बस खंडा धरी बाहर झील मैंने पूरा लंडा है तिलक मरा सब पशुंट गोटे फूल फोपाड़ा को आसती लुचि गोटे अच्छा क्षेत्र फूल फोपाड़ा को आसे बाबाजी सब जानी हरे कृष्ण बाबाजी सब जानी ना फूल फोपाड़ा आसती लुचि के फूल फोपाड़ी दे जी से देखीदेला फूल फोपाड़ा आसला क्षेत्र ना देखला मैं शादी नहीं करूंगा वो लड़का को शादी नहीं करूंगा भाई घरे गंडोल है धीरे धीरे गंडोल आरंभ है बड़ पहुंची गला घरे कहना बुझे लगे झील को किसी भी बुझुनी सी से कथा धीरे धीरे बाहर बाहर कौन ना सी कह पू लंडा हेनी महाराज शुणिले महाराज घोड़ा चढ़ी जाते महाराज घोड़ा चढ़िया लोक क्षेत्रीय सी बारीपटे घोड़ा छुटे आसी प्रपात पाखे कि तू कौन ये विषय आज्ञा आज्ञा घटना तू माया को बची माया को जीती गलु माया तू जीती गलु है लोकनाथ हाँ यू विन द माया तू माया जीती गलु तेणु जस्ट वास्तव थे मती जब लगी भगवान पाद थे थे प्रकृत मती से केवे सी विपद पड़ोनी से कहते परा ना कौन कहले मती निविध है न विपद्यते कश्चित केवे मती पड़ोनी से हाँ प्रजा सर्गे निरोध अपि सुप्रदिष्ट पदनुग्रहात एपरिक प्रलय हो गले प्रजा सर्गे निरोध अपि शुणी पार्छ तो निरोध अपि स्मृतिश्च मद अनुग्रहात मो कृपारू तार स्मृति केबे हेले खंडित हब नाही पुणी स्टार्ट करियो से प्रलय रे मध्य बढ़िया कथा मद अनुग्रहात केमिति हब केमिति हब असंभव ना मद अनुग्रहात मोर अनुग्रह रे मो अनुग्रहटा कौन संभव को असंभव करियो ना नहीं हैं मोर अनुग्रह कौन से संभव को असंभव करियो ना नहीं हरिबोल हैं हरे कृष्ण आज्ञा महाराज कौन संभव को असंभव करे ना नहीं आज्ञा महाराज कौन सेटा श्लोक कौन पूरा कौन अंबो रूप गोस्वामी कहउछंती अंबोधि स्थूलतां सॉरी अंबोधि स्थलतां स्थलं जलधितां धूलिलव शैलतां शैलो तृणवड तृण मृत सॉरी शैलो मृतनाशनं तृणं तृणक्षीणतां वन्ये शीतलतां हिमं दहनमायते जस्य छया लीला दुर्ललिता भूत्वं व्यसनिते कृष्णाय तस्मै नमः मुझे कृष्ण नमस्कार करुछि जे लीला दुर्ललितां भूत जे लीला करिसंती अद्भुत लीला करिसंती व्यसनिते निज इच्छा खुशी पाई से कृष्ण नमस्कार करुछि कोन प्रश्न पचार जाए कोन अद्भुत लीला करिसंती अंबोधि स्थलतां तांको इच्छा रे अंबोधि माने कोन हो सागर मध्य स्थल परिणत हम संभव संभव हरे कृष्ण संभव केमी संभव माध्यम थी केमी संभव छोटे तो आर्थपात हम भूमिकंप हम आग्नेयगिरी बाहरला मन है जल स्थल हो स्थल जल हो गला नहीं हाँ धूली
ଧୂଳିକଣାଂ ଶୈଳତା ଧୂଳିକଣା ବି ଗୋଟେ ପାହାଡ ସଦୃଶ ହେଇଯିବ, ପାହାଡ ବି ଧୂଳିକଣା ହେଇଯିବ। ଶୈଳ ମୃତଣା ମୃତ ସେଣା ତୃଣ କୁଳି ତୃଣ ମଧ୍ୟ ଗୋଟେ ଘାସ ମଧ୍ୟ କଣ ହେଇଯିବ, ଗୋଟେ କଣ ହବ ତୀର ବଜ୍ର ଭଳିଆ ହେଇଯିବ, ବଜ୍ର ମଧ୍ୟ ଘାସ ହେଇଯିବ। ବହ୍ନି ଶୀତଳତାଂ ହିମଂ ବହ୍ନି ମଧ୍ୟ ଶୀତଳ ହେଇଯିବ। ହିମଂ ଦହନାତାୟମପି ଇତି ମାନେ କଣ ହିମ ମାନେ ପର୍ବତ ସରି ବରଫ ମଧ୍ୟ କଣ କରିବ ଅଗ୍ନି ସଦୃଶ ହେଇଯିବ। ଯସ୍ୟ ଛେୟା ଯାହାର ଇଚ୍ଛାରେ ସେଇ ଇଚ୍ଛାମୟ ପୁରୁଷ ଅସମ୍ଭବକୁ ସମ୍ଭବ କରିବା ପୁରୁଷ ଈଶ୍ୱର ଯିଏ ତାଙ୍କର ଲୀଳା ଲଳିତାଦ୍ଭୁତ ତାଙ୍କ ଲୀଳା ହଉଛି ଅଦ୍ଭୁତ ଲୀଳା ବେଶ ନିତେ ନିଜ ଖୁସି ପାଇଁ ତସ୍ମୈ କୃଷ୍ଣାୟ ତସ୍ମୈ ନମଃ ମୁଁ ସେ କୃଷ୍ଣଙ୍କୁ ନମସ୍କାର କରୁଛି। ଏଟା କୋଉ ପ୍ରକାର ମଙ୍ଗଳାଚରଣ? এটা কোন প্রকার মঙ্গলাচরণ? নমস্କାର থ্যাংক ইউ। আচ্ছা তাহলে ଭକ୍ତ କୃଷ୍ଣ ଏଭଳି କିଛି ଏଭଳି ତାଙ୍କର ଶକ୍ତି ନା? ହଁ ତାହେଲେ କିଏ ପାଇବ? ପାଇବା ପାଇଁ ଗୋଟେ ମାଧ୍ୟମ ଥିବ ତ, ନା ଜ୍ଞାନ ଇତ୍ୟାଦି ଦରକାର? ସେଇ ତାପରେ କହୁଥିଲେ ନା କିଛି ବି ଦରକାର ନାହିଁ। କଣ ବାତ୍ସଲ୍ୟ ସରି ତେଣୁ ସେ ରଘୁକୁ ସେ ରଘୁ ହରିକିତ କଣ ହେଇଥିଲା ନା ମଜା କରନ୍ତି। ରଘୁ କଣ କରିଥିଲେ ପଢିଥିଲେ, ରଘୁ ପଢିଥିଲେ କୋଉଥିରେ ପଢିଥିଲେ? ରଘୁ ପଢିଥିଲେ କୋଉଥିରେ? ଝାଡା ବାନ୍ତିରେ ପଢିଥିଲେ, ଡାଇରିଆ ହେଇଥିଲା ସେ ରଘୁକୁ, ଝାଡା ବାନ୍ତି ହେଇଥିଲା। ରଘୁ କଣ କଲେ ନା ପଢିଛନ୍ତି ସେନ୍ସ ବୁଢା ହେଇଗଲେ ସେନ୍ସ ହେଇଗଲାଣି, ଭଗବାନ ସେନ୍ସ ପୁରା ଚାଲିଯାଇଛି। ରଘୁ ଆଗରୁ କେହି ଲୋକ ନାହାନ୍ତି, ରଘୁ ତ ବାପା ନାହିଁ, ନା ନାହିଁ, କିଛି ଠିକଣା ନାହିଁ, ଆଉ ଆଡ୍ରେସଲେସ୍ ନାହିଁ, ଆଧାର କାର୍ଡ ନାହିଁ, ପାସପୋର୍ଟ ନାହିଁ, ଆଇଡି କାର୍ଡ ନାହିଁ, ଭୋଟର ଲିଷ୍ଟ ନାହିଁ, କି ନାହିଁ ପାନ କାର୍ଡ ନାହିଁ, କିଛି ତ ନାହିଁ, ଆଉ କିଏ ଜାଣିବ? ରଘୁ ପଢିଛନ୍ତି ଆଉ କଣ କରାଯିବ? ରଘୁ ସେନ୍ସଲେସ୍ ହେଇଗଲାଣି, ପ୍ରଭୁ ସେବା କରୁଛନ୍ତି। ତାକୁ ଧୀରେ ଧୀରେ ସେନ୍ସ ଆସିଲା, ଜାଣିପାରିଲା ଯେ କିଏ ଗୋଟେ ଦିବ୍ୟ ପୁରୁଷ ସେବା କରୁଥିଲେ, ଏତେ ଶିହରଣ କେମିତି ହୁଅନ୍ତା ହୃଦୟରେ? ଆଖି ଖୋଲିଲେ, କିଏ କହିଲେ ପ୍ରଭୁ ଆପଣ ଏଇଠି ନା କଣ କରନ୍ତି? ଆଉ ତମେ ମୋର ବନ୍ଧୁ ନା, ବନ୍ଧୁର ଅସୁବିଧା ପଡିଛି ମୁଁ ଆସିବିନି? ପ୍ରଭୁ ତମେ ଆସୁଛ, ମୋର ସେବା କରୁଛ, ମୋ ଅବସ୍ଥା କଣ ହବ? କାହିଁ ବନ୍ଧୁ କଣ ବନ୍ଧୁର ସେବା କରେନି? ତର୍କ ଚାଲିଲା। ସେଠୁ ପ୍ରଭୁ ଗୋଟେ କଥା କହିଲେ, ପ୍ରଭୁ ଗୋଟେ କଥା କହିବି, ଆପଣ ଚୁଟିକିରେ ସଂସାର ଚାଲିଛି, ଆପଣଙ୍କ ନାମ ଈଶ୍ୱର, ଆପଣ ସମ୍ଭବ ଅସମ୍ଭବ ସେଇଠି କଣ ଚୁଟିକି ମାଇଲେ ହେଇନଥାନ୍ତା? କୋଉଠି ସେ ମନ୍ଦିର ଚୁଟିକି ମାଇଲେ ହେଇନଥାନ୍ତା? ଆସି ମୋ ଝାଡା ବାତି ପୋଛୁଛ, ଲୋକେ କଣ ମତେ କହିବେ? ମତେ କଣ କହିବେ? ଯେପରି ମାତା କିଏ ଦେବକୀ କହୁଛନ୍ତି କୃଷ୍ଣଙ୍କୁ, ଆରେ ବାପା ତୁ ଯଦି ଚତୁର୍ଭୁଜ ରୂପ ହେଲୁ ମୁଁ କଣ କରିବି? ମୁଁ ତ ରୂପ ଚାହିଁନଥିଲି, ଯଦି ତୁ ଚତୁର୍ଭୁଜ ରୂପ ହେଇଗଲୁ ମୁଁ କେମିତି ଆଦାନ ପ୍ରଦାନ କରିବି? ମାତା ହେଇପାରିବ ନା? ମାତା ଶିଶୁର ଯୋଉ ଭାବ ଆଦାନ ପ୍ରଦାନ ହେଇପାରିବ କି? ତୁ ଦ୍ୱିତୀୟ କଥା, ତୁ ଏଇ ରୂପରେ ଆସିଛୁ ମାନେ ତୁମେ ଏଇ ରୂପରେ ଆସିଛୁ ମାନେ କଷ ଜାଣିବା ମାନେ କଣ? ଆହୁରି ଦଣ୍ଡ ଦବ ମତେ, ନାଇଁ? ତୃତୀୟ କଥା ଯେ ଜଗତରେ ଜାଣିବେ ଭଗବାନ ଅଜନ୍ମା, ଜାଣିବେ ଅଜନ୍ମା, ଜାଣିବେ ନା? ତୁ ମୋଠୁ ଜନ୍ମ ଜାଣିବେ, ତୁ କଣ କହିବେ? ନାଇଁ ପ୍ରଭୁ ଗୋଟେ କାମ କର, ସବୁ କଥା ଲୋକ ଗୋଟେ କାମ କର, ମୁଁ ଯୋଉ ରୂପ ଚାହିଁଥିଲି ଛୋଟିଆ ବାଳ ହେଇଯା ନା ଦେ ତୁ ଥାସୁ ସେ ହେଇଗଲେ। ସେମିତି ଭାବରେ ରଘୁ କହିଲେ ପ୍ରଭୁ ଆପଣ ଚୁଟିକି ମାରିଥିଲେ ତମର ସବୁ ଭଲ ହେଇଯାଇଥାନ୍ତା, ଏଇଟା ସିଏ କରୁଥିଲେ। ରଘୁ ତମେ ଜାଣିନା, ଭକ୍ତ ମୋର ଅନେକ ଦିନ ସେବା କରିଛି, ମୁଁ କଣ ଋଣୀ ତା ସେବାରେ? ମୁଁ ସେବା କରି ଭକ୍ତ ସେବା କରିବି ନା? ନ ପାରୟଂ ଏଇଠି ଅଛି, ନ ପାରୟଂ ଏଇଠି ଶ୍ଲୋକରେ ଅଛି, ନ ପାରୟଂ ନିରବେଦ୍ୟ ସଂଯୁକ୍ତା କହୁଛନ୍ତି। ତାପରେ କବିମାନେ କହୁଛନ୍ତି ମୁଁ ତୁମକୁ ନିଶ୍ଚୟ କରିପାରିବିନି, ଭକ୍ତର ଭଗବାନ ଋଣ ସୁଝି ପାରନ୍ତି ନାହିଁ, ଭକ୍ତର ଭଗବାନ ଋଣ ସୁଝି ପାରନ୍ତି ନାହିଁ, ଋଣୀ ହେଇଯାଆନ୍ତି ଭକ୍ତ। କବିମାନେ ସେ କହୁଛନ୍ତି ରଘୁ ମୁଁ ତମର କେତେ ସେବା କରିଛ, କେତେ ଭଲ ପାଅ ମତେ, ସବୁ କର, ମୁଁ କଣ ତମ ପାଇଁ ଟିକେ ନାକୁ କଣ କରିବିନି, କେହି କାମ କରିପାରିବିନି? ତେଣୁ କହିଲେ ତାହେଲେ କଣ କରି ଲାଭ କଣ ହେଲା ପ୍ରଭୁ ଆପଣଙ୍କର? ଆରେ ପ୍ରଭୁ ତୁମେ ଜାଣିନ, ମୋର ଯୋଉ ଭକ୍ତ ବତ୍ସଳ ବାନାଟା କେମିତି ପୁଣି ଉଡିବ ଜଗତରେ? ଭକ୍ତ ବତ୍ସଳ ବାନା ତ ଉଡିଲେ ପୁଣି ଆଉ ଜଣେ ଭକ୍ତ ସମର୍ପଣ ହବ ନା, ତେଣୁ ମୁଁ ସେଇଥିପାଇଁ ଏ କାମ କରିଛି। ଭଗବାନ ଏଠି କହୁଛନ୍ତି ଯେ ମୈ ବିପଦ୍ୟତେ କହିଚିତି ପ୍ରଜା ସର୍ଗ ନିରୋଧୋପି ସ୍ମୃତି ଚ ମଦନୁଗ୍ରହାତ୍। କେତେ ସୁନ୍ଦର କଥା, କେତେ ସୁନ୍ଦର କଥା।
ମୋ ଅନୁଗ୍ରହରୁ କେବେ ହେଲେ ତାର ସ୍ମୃତି ନଷ୍ଟ ହବନି। ତେଣୁ ଭକ୍ତିକି ଆସ, ଯଦି ଏ ଜନ୍ମ ନହେଲା ସେ ଆର ଜନ୍ମରେ ହବ, ତା ଜନ୍ମ ହେଲା ଆର ଜନ୍ମ ହେଲା। କିନ୍ତୁ ଆପଣ ମାନେ କେବେ ଏମିତି ଏଇଭଳି ହେବେ, ଢିଲା ମାରିବେନି, ଏଇ ଜନ୍ମ ମୋର ଏଇ ଜନ୍ମ କୃଷ୍ଣ ପ୍ରାପ୍ତି ହବ, ଆଉ ଦରକାର ନାହିଁ। ଆଉ ଯାଇକିରି ସେ ନାତିଏ ନାତୁଣୀ ଫାତୁଣି ହୁଅନି। ଭାଗବତ ବି ଛାଡି ସାରିଲେଣି, ପଢା ହଉନି ବିଲକୁଲ ନାହିଁ। ଆମ ବୋଝ ବୋଇ ବୋଇକି ଆମେ ଆସିଲୁ, ତେଣୁ ତମ ବୋଝ ତୁମେ ବୁହ ହେଲା। ପ୍ଲିଜ ଇଟ୍ ଇଜ ମାଇଣ୍ଡ ଇଟ୍, ସମସ୍ତେ ଜମାରୁ ନାହିଁ। ଆଜ୍ଞା ଭାଇ। ସମସ୍ତେ ମନେ ରଖ, ନାତି ନାତୁଣୀ ନାହିଁ। ସମୟ କହୁଛି ମୋ ମାଆ କୁ କି ମନ୍ତ୍ର ମହାରାଜ ପଢେଇଲେ ମୋ ଛୁଆ ପିଲାଙ୍କ ଭଲ ପାଉଛି, ଖାଲି ସେ ଗୋବିନ୍ଦ ଗୋବିନ୍ଦ ହେଲାଣି। ମୁଁ କହିଲେ ବାବା ସମୟ ଆସି ପହଞ୍ଚିଗଲାଣି, ଆଉ କେତେ ଦିନ ସେ ବୋହିବ ବୁଝ ବୁଢୀ। ହଉ ଆପଣ ତ ଶିଖେଇ ଦଉଛନ୍ତି ଆଉ। ମୁଁ ଦୋଷୀ ନୁହେଁ ବାବା, ମୁଁ ଦୋଷୀ ନୁହେଁ, ମୁଁ ଦୋଷୀ ନୁହେଁ। ମୁଁ ମାର୍କେଟରେ ବିକି ଚାଲିଛି ମୋ କଣ ଗୁଡ୍ସ, ମୋ ଜିନିଷ ବିକ୍ରି କରି ଚାଲିଛି, ଯାହାର ଇଚ୍ଛା ସେ କିଣୁଛି, ମୋର ଦୋଷ ନାହିଁ ବାବା। ମୁଁ ତ ଆଇଛି ବିକ୍ରି କରିବା ପାଇଁ ନା। ରୋଲ ଗୋଲ ନେଇକି ଆସେ ବିକ୍ରି କରିବାକୁ, କିଏ ଯୋଉ ଫେରିବାଲା ଆସେ ବିକ୍ରି କରିବାକୁ ଆସେନି, କିଏ କିଣେ? ଯାହାର ସୁନା ସେ କିଣିବ, ଯାହାର ଦରକାର ସେ କିଣୁଛି। କଣ ଫେରିବାଲା ଭୁଲ କି? ତେଣୁ ଭଗବାନଙ୍କର ଏଇଭଳି ହଉଛି। ତେଣୁ ମତ୍ରିମୟୀ ନିବେଦନ କହିଛି, ପ୍ରଜା ସର୍ଗ ସ୍ମୃତି ମଦନ, ମୋ ଅନୁଗ୍ରହରୁ ତାର ସ୍ମୃତି ଯାଏ ନା। ଏଇଭଳି ଭାବରେ ଆରମ୍ଭ କରୁଛନ୍ତି, ତାପରେ କହିବେ